प्रिय श्रोता बंधु भक्ति मार्ग तरफ आपण मानक मोर स्वागत। आपण माने श्रवण करथिले विराधि वीरवर जलंधर मदेव देव महादेव हस्तरे बद्ध होइछंती। तांको पत्नी को नारायण हरण करिथिबारु से अचल स्थावर होई एक स्थान रे बसी अछंती। निज भितरे अनुताप अग्नि रे से दग्धीभूत हेउछंती। एही समय रे देवता माने मिली शिवं को स्तुति करिछंती, पूजा आराधना करिछंती ओ विष्णु को कथा मध्य कहिछंती। से कहिछंती महामाया को तुम्हे माने स्मरण कर, से जेउ बाट देखाइबे तुमे सेही बाट रे जीवो। तापरे महामाया तिनी वनस्पति को बीज देवगण हाथ रे देइछंती। सेथिरे अंकुरोद्गम करने को ए थिला पूर्व अध्यायर कथावस्तु। आसंतु आगकू जीवा आउ कौन हेउछि संपूर्ण रूपे श्रवण करिबा। त्रयंबकं जदामहे सुगंधिं पुष्टिवर्धनं पूर्वारुकमेव बन्धनात् मृत्युर्मुखी अमामृत मृत्युर्मुखी अमामृत मृत्युर्मुखी अमामृत क्षिप्तेभ्यस्तस्त्रनिजेभ्यं वनस्तुत्यं यौवनं धात्री च मालती चैव तुलसी च नृपोत्तमा। मुनि कहन्ति सुनराय विष्णु समीपे देवगण। मुनि कहन्ति राय सुन विष्णु समीपे देवगण। देवंक तिनी मंजी बुणिले विष्णु मन रंजी। शीतल जल वृष्टि करी देवे चलिले जेझापुरी। एथि उतारे विष्णु स्थाने वृक्ष अंकुरे पंचवने। अपूर्व शोभा तिनी द्रुम एबे कहिबा तांक नाम। सुण राजन दिव्य ज्ञान से वृक्ष त्रिगुण विधाने। जे देवी अंशे जेउ गुण वृक्ष विधाने ताहा सुण। रजगुण रे सरस्वती तांसे धात्री उत्पत्ति। रमा अंश रे तम गुणे मालती उपजिला बने। एमंते तिनी वृक्ष शोभा एकु अनेक मूर्ति प्रभा। विष्णु सानिध्ये वनस्पति अपूर्व शोभा से दिशंती। जे बण वृक्ष जेउ रूप ताहा कहिबा सुण नृप। धात्री जे अंशे सरस्वती शुक्ल वर्ण तार ज्योति। वर्तुल फल क्षुद्र पत्र जन्हे वरुण दंती छत्र। तेमंत दिशे तरु शोभा देखी गोविंद मन लोभा। गौरी अंशे वृंदावती तुलसी वृक्ष उत्पत्ति। सात्विक गुणे करि ध्यान रूप होइला कृष्ण वर्ण। तादल दुर्लभ मंजरी सुबास विष्णु मन हरि। ता देखी लक्ष्मी तमंसे मालती फूल रूपे बासे। उभाए रही न पारिला अन्य स्थान रे आउजिला। हेमंत जोगे माया बळे त्रिविध रूप महितळे। विष्णु समीपे तिनी वृक्ष तिनी जे जाहा गुण मान घेनी। एकुआरे का शोभा द्रुम नव पल्लव मनोरम। सुगंध सुशीतल चये उल्लास कले विष्णु गाये। विष्णु जे स्तंभीभूत होई बुंदा रूप कुथिले ध्याई। अपूर्व वनस्पति देखी हरि मन रे हेले सुखी। तक्षणे धात्री दिव्य रूप धरी
ରହିବା ଠାରୁ ଅବତରି ଧାତ୍ରୀ ତୁଳସୀ ବୃକ୍ଷ ବେନି ତାହାଙ୍କୁ ସଙ୍ଗତରେ ଘେନି ବୈକୁଣ୍ଠେ ବିଜେ ଲକ୍ଷ୍ମୀପତି ଅରଣ୍ୟେ ରହିଲା ମାଳତୀ। ବିଷ୍ଣୁ ଆଗମ ଅନୁସାରୀ ମାଳତୀ ବନେ ବାସ କରି ଏବେ ହୋ ଶୁଣ ନରପତି ଧାତ୍ରୀ ତୁଳସୀ ବନସ୍ପତି ସେବେନି ବୃକ୍ଷଙ୍କ ମହିମା କହିବା ଶୁଣ ପୁଣ୍ୟତମା। ବିଷ୍ଣୁ ଯେ ସଙ୍ଗେ ଘେନି ଗଲେ ବୈକୁଣ୍ଠ ଭୁବନେ ମିଳିଲେ ତା ଦେଖି ବ୍ରହ୍ମା ଆଦି ଦେବେ ଶିବ ସହିତ ମିଳି ସର୍ବେ। ଲକ୍ଷ୍ମୀ ଯେ ସିନ୍ଧୁ ଦେଶ ଥିଲେ ତାଙ୍କ ଛାମୁକୁ ସର୍ବେ ଗଲେ ସକଳ ଦେବ ସ୍ତ୍ରୀ ମିଳି ଲକ୍ଷ୍ମୀଙ୍କୁ କଲେନି ଉଛାଳି ଯୋଗମାୟାକୁ ସ୍ତୁତି କରି ବୃନ୍ଦାକୁ ଆଣିଲେ ଉଦ୍ଧରି କମଳ ଧ୍ୱଜ ରଥ ନେଇ ଲକ୍ଷ୍ମୀଙ୍କୁ ଯେ ଜାନେ ବସାଇ ସକଳ ଦେବ ଗୁଣ ତୁଲେ ବୈକୁଣ୍ଠ ଭୁବନକୁ ଗଲେ। ବିଷ୍ଣୁ କଲେ ଦର୍ଶନ ସନ୍ତୋଷ ଦେଖି ପ୍ରଭୁ ମନ ଆନନ୍ଦ ସବୁରିଙ୍କ ଚିତ ନ ମିଳେ ପ୍ରଭୁ ପାଦଗତ। ଲକ୍ଷ୍ମୀ କି ବିଷ୍ଣୁ କୋଳେ ଦେଇ ଦର୍ଶନେ କୃତ୍ୟ କୃତ୍ୟ ହୋଇ ସନ୍ତୋଷ ହୋଇ ନାରାୟଣ ବୋଲନ୍ତି ଶୁଣ ଦେବଗଣ ଆମ୍ଭେ ଯେ ତୁମ୍ଭ ଉପକାରେ ରହିଲୁ ଜଳନ୍ଧରପୁରେ ସେ ଦୁଷ୍ଟ ନାଶ ଯିବ ଯେଣେ ଆମ୍ଭେ ପ୍ରବେଶ ହେବୁ ତେଣେ ତାର ଘରଣୀ ବୃନ୍ଦାବତୀ ସର୍ବଲକ୍ଷଣ ସ୍ୱାଧୀଶତୀ ତାର ସ୍ୱଧର୍ମ ଫଳ ଘେନି ଦୈତ୍ୟ ଜିଣିଲା ପୁରତିନି ଆମ୍ଭେ ତା ଜାଣି ହେଲୁ ତୋଷ ତା ସତୀ ବ୍ରତ କଲୁ ନାଶ। ମାୟାରେ ଦୁଃଖ ଦେଲୁ ଯେତେ ସେ ଧର୍ମ ନୋହେ କଦାଚିତ୍ ତେଣୁ ଆମ୍ଭର ମନ ମୋହ ପର୍ବତ ପ୍ରାୟ ହେଲା ଦେହ ଆପେ ଆପଣା କର୍ମ ମାନି ରହି ନଥିଲୁ ଦେହ ଘେନି ତୁମ୍ଭେ ସକଳ ସୁର ଲୋକ ମୋ ଦୁଃଖ ଦେଖି ଗୁରୁ ଶୋକ ଯୋଗ ମାୟାକୁ ସ୍ତୁତି କରି ବୃନ୍ଦାକୁ ଆଣିଲ ଉଦ୍ଧରି ସେ ବୃନ୍ଦା ମୋର ଅପମାନେ ଝାସି ଯେ ଥିଲା ହୁତାସନେ ମୋର ଉପରେ ଦେଇ ଦୋଷ ନିଜ ଶରୀର କରି ଧ୍ୱଂସ ସେ ଆତ୍ମା ଅନ୍ତରିକ୍ଷେ ଯାଇ ତ୍ରିଗୁଣେ ତିନି ଭାଗ ହୋଇ ମୋତେ ଯେତେ କତମ କଲା ସେ ଭାବ ଲକ୍ଷ୍ମୀ ଦେହେ ଦେଲାମ୍ ସେ ତାର ରଜଗୁଣ ଭାବ ଶାରଦା ଅଙ୍ଗେ ଦେଲା ଠାବ ସାତ୍ୱିକ ଭାବ ଯେତେ ହୋଇ ଗୌରୀ ଅଙ୍ଗେ ସେ ସମ୍ଭାଇ ହେମନ୍ତ ଗୁଣେ ତିନି ଭାଗେ ଆତ୍ମା ଯେ ଥିଲା ତିନି ଅଙ୍ଗେ ସେ ପୁଣି ଯୋଗ ମାୟା ବଳେ ଅଶେଷ ଜନ୍ମ ପୁଣ୍ୟ ଫଳେ ବୀଜ ସ୍ୱରୂପ ଜାତ ହୋଇ କ୍ରୋଧେ ସେ ସ୍ଥାବରକୁ ପାଇ ଯେଣୁ ତା ପୂର୍ବେ ଦୋଷ ନାହିଁ ତେଣୁ ମୁଁ ଅଙ୍ଗେ ଥିଲି ବହି ଏ ତିନି ବୃକ୍ଷଙ୍କର ଗୁଣ କହିବା ଏକେ ଏକେ ଶୁଣ ଯେ ମୋର ଆତ୍ମା ସମଦିଜା ପାଇବ ସର୍ବଲୋକ ପୂଜା ଯେ ବଣ ଲୋକ ତାଙ୍କୁ ଜାଣି ମୋ ପୂଜା ବିଧି ଯୋଗେ ଆଣି କରିବ ମୋତେ ସମର୍ପଣ ସେ ଧର୍ମ ଏକ ଏକେ ଶୁଣ ଯେ ବୃନ୍ଦାବତୀ ତିନି ମୂର୍ତ୍ତି ମୂର୍ତ୍ତେ ହେଲା ବନସ୍ପତି ମୁଁ ତାଙ୍କୁ ଦେଖିଲି ଯେ ମନ୍ତ ସେ କଥା ଶୁଣ ଦୈବତ ମାଳତୀ ଦେହେ ତମ ଦେଖି ବନେ ଓଇଲି ତାକୁ ରଖି ସେ ଯେ ବନସ୍ତେ ଥିଲେ ରହି ମୁଁ ଯେବେ ନର ଦେହ ବହି ଜାତ ହୋଇବି ଯଦୁକୂଳେ ବନେ ବରଜ ସୁତ ମେଳେ
ବିହାର କରିବି ବିପିନେ ମାଳତୀ ଲଭିବି ସେଦିନେ ଶିର ହୃଦରେ ମାଳ କରି ମାଳତୀ ପୁଷ୍ପ ଥିବି ଧରି ଯେ ମୋତେ ଦେବ ସେ କୁସୁମ ମାଳା ଗୋଟିଏ ଯଜ୍ଞ କର୍ମ ଅନ୍ୟ ଲଭିବ ସେ ଜନ ବିଶେଷ ଏକାଦଶୀ ଦିନ ଏବେ ତୁଳସୀ ଧର୍ମ ଶୁଣ ସେ ବୃକ୍ଷ ସାତ୍ୱିକ ଲକ୍ଷଣ ହୋଇବ ତ୍ରିଲୋକ ପ୍ରସିଦ୍ଧି ମୋର ସମାନ ପୂଜା ବିଧି ପାଇବ ସକଳ ଲୋକରେ ବିଶେଷ କାର୍ତ୍ତିକ ମାସରେ ତୁଳସୀ ଆରାଧିବ ଯେହୁ ତାର ସୁକୃତ ଫଳ କହୁ ରୋପିଣ ପାଳିବ ଯତନେ ପ୍ରତିଦିନ ହିଁ ଜଳଦାନେ ଏମନ୍ତ ଭାବେ ପୂଜା କରି ଋତୁର ବିଧି ପାପ ହରି ମନ ବଚନ କାୟ କୃତେ ଏମନ୍ତ ପାପ ଥିବ ଯେତେ ପ୍ରଥମ ଦିନ ଜୀବନାଶ ଦିନକୁ ଦିନ ପୁଣ୍ୟ ଯଶ ବଢ଼ିବ ବାଳ ଚନ୍ଦ୍ର ପ୍ରାୟ ପୁଣି ନହିବ ଆଉ କ୍ଷୟ ଯେ ତାର ପତ୍ର ଘେନି ମୋତେ ପୂଜା କରିବା ଶୁଦ୍ଧ ଚିତ୍ତେ ସକଳ କୃତ୍ୟ ତପ ଫଳେ ସାଙ୍ଗ ରହିବ ନିଶ୍ଚଳେ ପାଳନେ ସର୍ବତୀର୍ଥ ଧର୍ମ ଦର୍ଶନେ ସର୍ବ ଇଷ୍ଟ କାମ ଯେ ଜଳ ଦାନ ଦେବେ ନିତ୍ୟ ତୁଳାଦି ଦାନ ଫଳ ଯେତେ ତାଙ୍କୁ ପ୍ରାପତି ଦିନେ ଦିନେ ବ୍ରହ୍ମ ରହିବ ଭାବ ମନେ ତୁଳସୀ ପ୍ରଦକ୍ଷିଣ କଲେ କି ପୁଣ୍ୟ ତୀର୍ଥ ଗଲେ ଅଶେଷ କ୍ଷେତ୍ର ତୀର୍ଥ ଫଳ ଜଣକେ ପାଇବ ସକଳ ବ୍ରହ୍ମ ହତ୍ୟାଦି ଯେତେ ଦୋଷ ପଦ ପଦକେ ଜୀବନାଶ ପୂଜନେ ସର୍ବଯଜ୍ଞ ବିଧି ପ୍ରାପ୍ତ ହେବ ଫଳ ସିଦ୍ଧି ବ୍ରହ୍ମାଣ ଯେ କରିବ ଆଗେ ତା ସର୍ବ ପାପ ପୁଣ୍ୟ ଭବେ ଭାଗେ ତକ୍ଷଣେ ପାପ ହେବ ନାଶ ତାଙ୍ଗେ ପୁଣ୍ୟ ପରବେଶ ଶୁଣ ସକଳ ସୁର ଲୋକ ସେ ଜନ ତୁଳସୀ ପାଳକେ ଚଉରା ସିଞ୍ଚି ବିଧି ମତେ ଲେପନ କରୁଥିବ ନିତେ ଚଉରା ହେବ ଯେତେ ପିଢ଼ ଜାଣିବ ତେତେ ରତ୍ନ ଗୁଢ଼ ସେତେ ଭୁବନେ ଉଠେ ଆସି ମୋର ସମୀପେ ଥିବ ବସି ମୁରୁଜ ହେବ ଯେତେ ରେଣୁ ଯେତେ ସଂଖ୍ୟାରେ ରେଣୁ ଗଣୁ ମୋର ମନ୍ଦିରେ ଥିବ ସୁଖେ ତଦନ୍ତେ ନ ପଡ଼ିବ ଦୁଃଖେ ସନ୍ଧ୍ୟା ସମୟେ ଯେଉଁ ଜନ ତୁଳସୀ ମୂଳେ ଦୀପଦାନ ଶ୍ରଦ୍ଧାରେ ବସାଇବ ନୀତି ଅଗ୍ନି ପରାଏ ତାର ଜ୍ୟୋତି ସୁନ୍ଦର ହେବ ସବୁ ଗୁଣେ କମଳା ନ ଛାଡ଼ିବେ କ୍ଷଣେ ତାର କନ୍ଧରେ ନିତ୍ୟ ଥିବ ସମ୍ପୂର୍ଣ୍ଣ ଧନ ଜନ ହେବ ତୁଳସୀ ଆରାଧନା ବାଡ଼ ଯେ ଯେତେ କରିବ ହାଡ଼ ସେ ବାଡ଼ ଯେତେ ଦିନ ଥାଏ ମୋ ପୁରେ ସେତେ ଦିନ ଯାଏ କୈବଲ୍ୟ ଭୁଞ୍ଜୁ ଥାଏ ବସି କହନ୍ତି ପ୍ରଭୁ ବ୍ରହ୍ମ ରାଶି ତୁଳସୀ ମୂଳୁ ଅନ୍ୟ ଦଳ ବାଛି ଯେ କରିବ ନିର୍ମୂଳ ତାର ଦୂରତି ସର୍ବଧ୍ୱଂସେ କଳଙ୍କ ନ ଲାଗଇ ବଂଶେ ତୁଳସୀ ମୂଳରୁ ମୂର୍ତ୍ତିକା ଯେ ଘେନେ ଉଠେ ପୁଣ୍ଡରିକା ତାର କଳୁଷ ହେବ କ୍ଷୟେ ରବି ପ୍ରକାଶେ ରାତ୍ର ପାଏ। ବନ୍ଧୁମାନେ ଆଜି ପାଇଁ ଏତିକି ପୁଣି ସାକ୍ଷାତ ହେବ ଆଗାମୀ ଅଧ୍ୟାୟରେ। ଭୀମସ୍ୟାପି ରଣୁଭଙ୍ଗଂ ମୁନିରପି ମତି ଭ୍ରମ ଯଦି ଶୁଦ୍ଧମଶୁଦ୍ଧ ବା
मम दोष न विद्यते मम दोष न विद्यते मम दोष न विद्यते।